ଶରଣ। ନୀର ବାପା କହିଲେ, ଶୁଣ, ଶୁକମୁନି କଥା କହୁଥିଲ, ମୁଁ କହୁଛି ଶୁଣ। ତମେ ଅଧାରୁ ବନ୍ଦ କଲ, ଜାଣିନାହଁ। ଶିବ କାହିଁକି 108 ପାର୍ବତୀଙ୍କ ମୁଣ୍ଡ ବେକରେ ପକାଇଛନ୍ତି, ଏ କଥା ପାର୍ବତୀ ପଚାରିଲେ। ପାର୍ବତୀ କହିଲେ ଯେ ମୁଁ ବ୍ରହ୍ମଜ୍ଞାନ ସାଧନ କରିଥିବାରୁ ମୋର ମୃତ୍ୟୁ ନାହିଁ। ପାର୍ବତୀ କହିଲେ, ତେବେ ମୋତେ ଟିକେ ସେଇ ବ୍ରହ୍ମଜ୍ଞାନ ସାଧନା ଶିଖେଇ ଦେଉନାହାନ୍ତି, ମୁଁ ଶିଖନ୍ତି। ଶିବ କହିଲେ, ଚାଲ। ପାର୍ବତୀଙ୍କୁ ନେଇ ଏକାମ୍ବର ବନକୁ ଗଲେ। ସେଠାରେ ଥିବା ପଶୁ ପକ୍ଷୀ ଯେତେକ ଥିଲେ ସମସ୍ତଙ୍କୁ ବନରୁ ବାହାର କରିଦେଲେ। ଗୋଟିଏ ଚମ୍ପା ଗଛ ବୃକ୍ଷ ମୂଳରେ ପାର୍ବତୀଙ୍କୁ କୋଳରେ ଧରି ବ୍ରହ୍ମଜ୍ଞାନ ପ୍ରକାଶ କଲେ। କାହିଁ କେତେ ଦିନରୁ ଗୋଟିଏ ଶୁକ ପକ୍ଷୀ ମରିଯାଇ ଗଛ କୋଟର ମଧ୍ୟରେ ଥିଲା। ସେ ବ୍ରହ୍ମ ନାମ ଶବ୍ଦ ପାଇବା ମାତ୍ରେ ଜୀବଦାନ ପ୍ରାପ୍ତ ହୋଇ ବ୍ରହ୍ମ ନାମ ଶ୍ରବଣ କଲା। ଶିବ ବ୍ରହ୍ମଜ୍ଞାନ କହୁଥାନ୍ତି, ପାର୍ବତୀ ତାହା ଶ୍ରବଣ କରୁଥାନ୍ତି। ଏହିପରି ଲଗାତାର ଶିବ କହି ଚାଲିଥାନ୍ତି। ପାର୍ବତୀ କିନ୍ତୁ ନିଦ୍ରାରେ ଶୋଇଗଲେ। ଶିବ କହିବା ସମୟରେ ପାର୍ବତୀ ହୁଁ ମାରୁଥାନ୍ତି। ପାର୍ବତୀ ଶୋଇଯିବା ପରେ ସେଇ ହୁଁ ପଦଟା ଶିବ ଶୁଣୁଥାନ୍ତି, କିନ୍ତୁ କେଉଁଠି ଆସୁଛି ସେ ଲକ୍ଷ୍ୟ କରିନଥାନ୍ତି। ଯେ ଗଛ କୋରଡ଼ରେ ଯେଉଁ ଶୁକ ପକ୍ଷୀ ଜୀବଦାନ ପାଇଥିଲା, ସେହି ଶୁକ ପକ୍ଷୀ ହୁଁ ମାରୁଥାଏ। ଶିବ କହି ଚାଲିଛନ୍ତି, ଶୁକ ପକ୍ଷୀ ହୁଁ ମାରି ଚାଲୁଥାଏ। କିଛି ସମୟ ପରେ ଦେବଦେବ ମହାଦେବ ଦେଖିଲେ ଯେ ପାର୍ବତୀ ଅଚେତ ଅବସ୍ଥାରେ ଶୋଇଛନ୍ତି, ତେବେ ହୁଁ ମାରୁଛି କିଏ? ଈଶ୍ୱର ଚତୁର୍ଦିଗକୁ ଦେଖିଲେ। ତାପରେ ଜାଣିପାରିଲେ ଯେ ଗଛ କୋରଡ଼ରେ ଏକ ଶୁକ ପକ୍ଷୀ ରହି ତାଙ୍କ ବ୍ରହ୍ମଜ୍ଞାନକୁ ଶ୍ରବଣ କରୁଛି ଓ ମଝିରେ ମଝିରେ ହୁଁ ମାରୁଛି। ତାଙ୍କ କୋଠ ଭଣ୍ଡାର ଗୁପ୍ତ ଜ୍ଞାନକୁ ଜଗତରେ ପ୍ରକାଶ କରିଦେବ ଭାବି ତାକୁ ମାରିଦେବାକୁ ଉଦ୍ୟକ୍ତ ହୁଅନ୍ତେ ପକ୍ଷୀଟି ଉଡ଼ି ଚାଲିଗଲା। ଶିବ କି ଛାଡ଼ିବା ଦେବତା। ସେହି ଅବସ୍ଥାରେ ଶିବ ତାଙ୍କ ପଛରେ ଗୋଡ଼ାଇଥାନ୍ତି। ଏହି ସମୟରେ ସୁରଭଙ୍ଗ ଋଷିଙ୍କ କନ୍ୟା ଶ୍ରିୟାବତୀ ଋତୁ ସ୍ନାନର 7 ଦିନର ଶୁଦ୍ଧି ସ୍ନାନ କରି ନଦୀ କୂଳରେ ଊର୍ଦ୍ଧ୍ୱମୁଖ ହୋଇ କେଶରୁ ପାଣି ଝାଡ଼ୁଥିଲେ। ଊର୍ଦ୍ଧ୍ୱମୁଖ ସମୟରେ ଶ୍ରିୟାବତୀଙ୍କର ମୁଖ ମେଲା ହୋଇଯାଇଥାଏ। ଶ୍ରିୟାବତୀ ହେଉଛନ୍ତି ବ୍ୟାସଦେବ ମୁନିଙ୍କ ପତ୍ନୀ। ଶୁକ ପକ୍ଷୀଟି ଗୋଟିଏ ମଶା ରୂପ ଧାରଣ କରି ତାଙ୍କ ମୁଖ ବାଟେ ଗର୍ଭକୁ ପଶିଗଲା। ଶିବ ତାହା ଦେଖି ଶ୍ରିୟାବତୀଙ୍କୁ ମାରିବା ପାଇଁ ତାଙ୍କ କେଶକୁ ଧରି କବଳ କରି ଧରିଲେ। ସ୍ତ୍ରୀ ହତ୍ୟା ମହାଦୋଷ ବୋଲି ବ୍ୟାସପତ୍ନୀ କହିବାରୁ ମହାଦେବ ତାଙ୍କୁ ଛାଡ଼ି ବିମୁଖ ହୋଇ ଫେରିଆସିଲେ। ଶୁକ ପକ୍ଷୀ ସେହିଦିନ ଠାରୁ ଶ୍ରିୟାବତୀଙ୍କ ଗର୍ଭରେ ମାନବ ଶରୀର ଧାରଣ ପୂର୍ବକ ବ୍ରହ୍ମଜ୍ଞାନକୁ ଭଜନ କଲା। କିଛି ଦିନ ଅନ୍ତେ ଜନ୍ମ ସମୟ ହେବାରୁ ଶୁକଦେବ ଭୟରେ ଆଉ ଜନ୍ମ ହେଉନଥାନ୍ତି। କାରଣ ମାତା ଯୋନି ଦ୍ୱାର ଦେଇ ଜନ୍ମ ସମୟରେ ନିଜର ଇନ୍ଦ୍ରୀ ମାତା ଯୋନିରେ ସ୍ପର୍ଶ ହୋଇ ମାତୃହରଣ ଦୋଷ ଲାଗିବ। ଏଣୁ ଶୁକମୁନି
ଭୟରେ ଜନ୍ମ ହେଉନଥାନ୍ତି। ବ୍ୟାସମୁନି ଯୋଗ ଧ୍ୟାନରେ ତାହା ଅବଗତ ହୋଇ ଶିବଙ୍କୁ ଜଣାଇଲେ। ତହୁଁ ଶିବ ଏକ ସୂକ୍ଷ୍ମ ରୂପୀ ବଜ୍ର କାଛେଟା ଅର୍ଥାତ୍ ଡୋର କୌପିନ ଦେଲେ। ଶ୍ରିୟାବତୀ ରମ୍ଭା ଫଳ ମଧ୍ୟରେ ପୁରାଇ ଗିଳି ଦେବାରୁ ଶୁକମୁନି ତାହା ପିନ୍ଧି ଜନ୍ମ ହେଲେ ଓ ଜନ୍ମ ହେଲେ ତ ସଙ୍ଗେ ସଙ୍ଗେ ସନ୍ନ୍ୟାସୀ ହୋଇ ଚାଲିଲେ। ବ୍ୟାସମୁନି ଯେତେ ମାୟା ମମତା ଲଗାଇଲେ ତାହା ନ ଶୁଣି ଚାଲିଲେ। ଶେଷରେ ପିତାମାତା ନିରାଶ ହୋଇ ରହିଲେ। ସେହି ଦିନଠାରୁ ସେହି ତ୍ୟାଗୀ ପୁରୁଷ ଜନଜଗତରେ ଶୁକଦେବ ମୁନି ନାମରେ ବିଖ୍ୟାତ ହେଲେ। ଶୁକଦେବ ଅଗନା ଅଗ୍ନି ବନସ୍ଥ ମଧ୍ୟରେ କଠୋର ତପସ୍ୟା କରୁଥିଲେ। ଇନ୍ଦ୍ରାଦି ଦେବତାମାନେ ଭୟ ପାଇଗଲେ। ଏଣୁ କନ୍ଦର୍ପ ପୁରୁଷ ସହିତ ସ୍ୱର୍ଗର ବେଶ୍ୟା ରମ୍ଭାକୁ ପଠାଇଲେ ୟାଙ୍କର ତପସ୍ୟା ଭଗ୍ନ କରିବା ଉଦ୍ଦେଶ୍ୟରେ। ରମ୍ଭା ଆସି ବିଘ୍ନ ଘଟାଇଲେ। ଯିଏ ମାତୃଗର୍ଭରୁ ବ୍ରହ୍ମଜ୍ଞାନ ଜପ କରୁଛନ୍ତି ଓ ଜନ୍ମ ହେବା କ୍ଷଣି ଯିଏ ସନ୍ନ୍ୟାସୀ ହୋଇଛନ୍ତି ତାଙ୍କୁ ଏମାନେ କ'ଣ ବିଘ୍ନ କରିପାରିବେ? କିଛି କାଳ ପରେ ଶୁକଦେବ ତପସ୍ୟାରୁ ଉଠି ନୈମିଷାରଣ୍ୟ ମୁନି ଋଷିମାନଙ୍କ ନିକଟକୁ ଯାଇ ରହିଲେ। କିନ୍ତୁ ସେ ଗୁରୁଙ୍କଠାରୁ ମନ୍ତ୍ର ଉପଦେଶ ଗ୍ରହଣ କରିନଥିବାରୁ ମୁନିମାନେ ତାଙ୍କୁ ଅଶୁଦ୍ଧ ମନେ କଲେ। ଅଶୁଦ୍ଧ ମନେ କଲେ ମଧ୍ୟ ଭୟରେ କିଛି ନ କହି ଶୁକଦେବ ନଥିବା ଅବସ୍ଥାରେ ପ୍ରତିଦିନ ତାହାଙ୍କ ଆସ୍ତନରୁ 12 ଆଙ୍ଗୁଳ ଗଭୀର ପରିମାଣର ମାଟି କଢ଼ାଇ ନେଇ ନୂତନ ମୂର୍ତ୍ତିକା ପକାଇ ଲିପି ଦିଅନ୍ତି। କିଛି ଦିନ ପରେ ଶୁକଦେବ ତାହା ଦେଖି ମୁନିବୃନ୍ଦକୁ ପଚାରିଲେ, ଆପଣମାନଙ୍କର ଆସ୍ଥାନ ତ ଶୁଷ୍କ ଅଛି, ଆମ୍ବର ଆସ୍ଥାନଟି ଦୈନିକ ଓଦା ହେବାର କାରଣ କ'ଣ? ତହୁଁ ଅଗସ୍ତ୍ୟ ମୁନି କହିଲେ, ଆପଣ ଗୁରୁ କରି ମନ୍ତ୍ର ଉପଦେଶ ନେଇନଥିବାରୁ ଆପଣଙ୍କ ଅଙ୍ଗ ଶୁଦ୍ଧ ହୋଇନାହିଁ। ତେଣୁ ଯେଉଁ ସ୍ଥାନରେ ବସୁଛନ୍ତି ସେ ଭୂମି ଅପବିତ୍ର ମନେକରି ଋଷିମାନେ ଭୟରେ ସେ ବିଷୟ କିଛି ନ କହି ଆପଣଙ୍କ ଅଜ୍ଞାତରେ ସେହି ସ୍ଥାନରୁ 12 ଆଙ୍ଗୁଳି ମାଟି କଢ଼ାଇ ନେଇ ନୂତନ ମୂର୍ତ୍ତିକା ପକାଇ ଲିପି ଦେଉଛନ୍ତି। ଶୁକଦେବ ଏହା ଶୁଣିବା ମାତ୍ରେ ଅତି ବିସ୍ମିତ ହୋଇ ନିଜର ସାଧନା ଅବିଧି ବୋଲି ଜାଣିପାରି ଅଗସ୍ତ୍ୟାଦି ଋଷି ବୃନ୍ଦକୁ କହିଲେ, ଆପଣମାନେ ଅନୁଗ୍ରହପୂର୍ବକ ମୋ ଠାରେ ଦୟାପରବଶ ହୋଇ ମନ୍ତ୍ର ଉପଦେଶ ପ୍ରଦାନ କରି ମୋର ଆତ୍ମାକୁ ପବିତ୍ର କରାନ୍ତୁ। ଅଗସ୍ତ୍ୟ କହିଲେ, ଆପଣଙ୍କଠାରେ ଗୁରୁପଣିଆ କରି ମନ୍ତ୍ର ଉପଦେଶ ଦେବାକୁ ଏ ସ୍ଥାନରେ କେହି ନାହାନ୍ତି। ଶୁକଦେବ କହିଲେ, ଆପଣ ତ ବ୍ରହ୍ମମନ୍ତ୍ର ସାଧନ କରି ସପ୍ତ ସମୁଦ୍ରକୁ ଗର୍ଭ ମଧ୍ୟରେ ରଖିଦେଇଥିଲେ। ଆପଣ ମୋ ଗୁରୁପଣକୁ ଭାଜନ ହେବେ ନାହିଁ କାହିଁକି? ଅଗସ୍ତ୍ୟ କହିଲେ, ମୁଁ ସାଧନ ବଳରେ ପରମ ବ୍ରହ୍ମଙ୍କ କରୁଣା ପାଇ ସମୁଦ୍ର ଶୋଷଣ କରିଥିଲି। କିନ୍ତୁ ବ୍ରହ୍ମଜ୍ଞାନ ବିଷୟରେ ମୋ ଠାରୁ ଯିଏ ସମଧିକ ଜ୍ଞାନୀ ବା ଅଧିକ ଜ୍ଞାନୀ ମହାପ୍ରାଜ୍ଞ ତାହାଙ୍କୁ ଆପଣ ଗୁରୁ କରନ୍ତୁ। ଶୁକଦେବ ପଚାରିଲେ, ସେ ପୁରୁଷ କିପରି ଓ କେଉଁଠାରେ ଅଛନ୍ତି? ଅଗସ୍ତ୍ୟ କହିଲେ, ଏହି ଯେ ମିଥିଳା ରାଜ୍ୟର ରାଜା ଜନକ ମହାମତି ତାହାଙ୍କୁ ଗୁରୁ କରି ମନ୍ତ୍ର ଉପଦେଶ ନେଲେ ଆପଣଙ୍କର ସର୍ବସିଦ୍ଧି ହେବ। ଶୁକଦେବ ଏହା ଶୁଣି ଅତି ଆଶ୍ଚର୍ଯ୍ୟ ହୋଇ କହିଲେ, ଜନକ ତ ସ୍ତ୍ରୀ ପୁତ୍ର ଧରି ସଂସାର କରିଛନ୍ତି, ପୁଣି ରାଜ୍ୟ ଖବର ବୁଝୁଛନ୍ତି। ରାଜପଣରେ ଅଭିମାନୀ ହୋଇ ଧନ ସମ୍ପତ୍ତିରେ ନିଶ୍ଚୟ ଭୋଳ ଥିବେ।
ସେ କିପରି ବ୍ରହ୍ମତତ୍ତ୍ୱ ଜାଣିଲେ ଯେ ଆମ୍ଭକୁ ମନ୍ତ୍ର ଉପଦେଶ ଦେବେ? ତହୁଁ ଅଗସ୍ତ୍ୟ ଜଣାଇଲେ, ଜନକ ଅନାସକ୍ତ ଭାବେ ରାଜଭୋଗରେ ରହି ରାଜ୍ୟର ଖବର ବୁଝି ବ୍ରହ୍ମଜ୍ଞାନରେ ଅନୁରକ୍ତ ଥିବାରୁ ସେ ଆମ୍ଭଠାରୁ ଅଧିକ ଜ୍ଞାନୀ ବୋଲି କହିଲୁ। ଆପଣ ତାଙ୍କ ନିକଟକୁ ଯାଆନ୍ତୁ, ତାଙ୍କର ଜ୍ଞାନ ପରୀକ୍ଷା କରି ଦେଖିବେ। ଯଦି ମନକୁ ଯିବ ତେବେ ତାଙ୍କୁ ଗୁରୁ କରିବେ। ନିରମା କହିଲେ, ମୁଁ ତ ସେଇ କଥା କହୁଛି। ଜନକ ତ ସଂସାର ତ୍ୟାଗୀ ନୁହନ୍ତି, ସେ ଜଣେ ଗୃହୀ ସନ୍ନ୍ୟାସୀ। ଶୁକଦେବ ଯଦି ଗୁରୁ କରିପାରିଲେ ଆମ୍ଭେ କାହିଁକି ନ କରିବା? ଆମେ କ'ଣ ଶୁକଦେବଙ୍କ ଠାରୁ ଆମେ କ'ଣ ବଡ଼? ନିରବାପା କହିଲେ, ମୁଁ କହିବି। ମୋତେ ଭୋକ ହେଲାଣି। ଝିଅ କନକଲତାକୁ କୁହ ପଖାଳ ଗଣ୍ଡେ ଦେଉ, ମୁଁ ଖାଇସାରି କହିବି। ନିରମା କହିଲେ, ହେଉ। ଓ ଝିଅକୁ ଡାକିଲେ, ଆଲୋ ମା କନକଲତା, ବାପାକୁ ଗଣ୍ଡେ ଭାତ ଖାଇବାକୁ ଦେବୁ। ଏହା କହି ନିରମା ଉଠି ଚାଲିଗଲେ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ ଶରଣ ଶରଣ।